ଆଜିଟି ଦୁଇଦିନିଆ ବ୍ଲାକ୍ ସ୍ୱାନ୍ ସମିଟ୍ରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜିଟି ଦୁଇଦିନିଆ ବ୍ଲାକ୍ ସ୍ୱାନ୍ ସମିଟ୍ ଇଣ୍ଡିଆ ସ୍ଥାନୀୟ ହୋଟେଲ ମେଫାୟାରରେ ଦୁଇଦିନିଆ ସମ୍ମିଳନୀ ଓଡ଼ିଶା ପରବର୍ତ୍ତୀ ପର୍ଯ୍ୟାୟରେ ଡିଜିଟାଲ ନେତ୍ରାଧୀନ ଅଭିବୃଦ୍ଧି ଏକ ପ୍ରମୁଖ ସ୍ଥଳ ଭାବେ ପ୍ରଦର୍ଶନ କରିବ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମରେ 24ଟି ଦେଶର 1700 ପ୍ରତିନିଧି ସମାଗମ ହେବ। ନମ୍ବର 2, 24 ଘଣ୍ଟାରେ ଖସିବ ପାରଦ, 2ରୁ 3 ଡିଗ୍ରୀ ରହିବ ରାତିର ତାପମାତ୍ରା। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ପାରଦ 16ରୁ 17 ଡିଗ୍ରୀ ପାଖାପାଖି ରହିପାରେ, କିନ୍ତୁ ଶୁକ୍ରବାରଠାରୁ ପାରଦର ସାମାନ୍ୟ ଖସିବ ବୋଲି ଉପକୂଳ ଓଡ଼ିଶାର ଅଧିକାଂଶ ସମୟ ଜଣାପଡ଼ିଛି। ନମ୍ବର 3, ଘାତକ ହେଉଛି ଅନଲାଇନ୍ ଗେମ୍, ନିଶା ମାନସିକ ସ୍ୱାସ୍ଥ୍ୟକୁ କରୁଛି ବିକାର। ଉତ୍ତରପ୍ରଦେଶ ଗାଜିଆବାଦରେ ସଦ୍ୟ ମାମଲା ଦେଶବାସୀଙ୍କୁ ଦୋହଲାଇ ଦେଇଛି। 3 ଭଉଣୀ 9 ମହଲାର ଡେଇଁ ଆତ୍ମହତ୍ୟା କରିଛନ୍ତି। ଏମାନେ କୋରିଆନ୍ ଅନଲାଇନ୍ ଷ୍ଟାକ୍ ଆଧାରିତ ଗେମ୍ ଆପ୍ ଶିକାର ହୋଇଥିଲେ ବୋଲି ପ୍ରାଥମିକ ରିପୋର୍ଟରେ ସାମ୍ନାକୁ ଆସିଛି। ମାତାପିତା ଅନଲାଇନ୍ ଗେମ୍ ନିଶାକୁ ନେଇ ଆପତ୍ତି କରୁଥିବା ବେଳେ ପିଲାଙ୍କୁ ବଞ୍ଚାଇ ପାରିଲେ ନାହିଁ। ଅନଲାଇନ୍ ଗେମ୍ ଏଥିଯୋଗୁଁ ଆତ୍ମହତ୍ୟାର ଏକ ନୂଆ ମାମଲା ନୁହେଁ ବୋଲି ପୂର୍ବରୁ ମଧ୍ୟ ଦେଶର ଅନେକ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଛି। ନମ୍ବର 4, ଛାତିଥରା 2 ଗାଁରେ 162 ଜଣଙ୍କ ହତ୍ୟା। ପଶ୍ଚିମ ନାଇଜେରିଆ 2ଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ 162 ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଜଣେ ଏମ୍ଓପି କହିଛନ୍ତି ଯେ ସାମ୍ପ୍ରଦାୟିକ ମାସ ମଧ୍ୟରେ ନାଇଜେରିଆ ଗାଁ ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ। ଏହି ଅଞ୍ଚଳରେ ପ୍ରତିନିଧି କରୁଥିବା ଏମ୍ଓପି ସଦସ୍ୟମାନେ ମହମ୍ମଦ ଓମାର ବାୟ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ କ୍ୱାରା ରାଜ୍ୟର କ୍ୱାରା ଏବଂ ନୁନୁ ଗାଁକୁ ଟାର୍ଗେଟ୍ କରି ଏହା ଆକ୍ରମଣ କରାଯାଇଥିଲା। ନମ୍ବର 5, ୟୁପିଏସସି ପରୀକ୍ଷାର ନିୟମ ବଦଳିଲା। ସିଭିଲ୍ ସର୍ଭିସ ପରୀକ୍ଷା ସିଏସ୍ଇ 2026 କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସସି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ କମିଶନ ନିୟମାବଳୀକୁ ବ୍ୟାପକ ସଂଶୋଧନ କରି ପୂର୍ବରୁ ବିଭିନ୍ନ ସେବାରେ ନିଯୁକ୍ତ ପ୍ରାର୍ଥୀମାନଙ୍କ ପାଇଁ ପୁନର୍ବାର ପରୀକ୍ଷା ଦେବାର ନୂଆ କ୍ଷେତ୍ର କଟକଣା ଲଗାଇଛନ୍ତି। ବିଶେଷ କରି ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା ଆଇଏଫ୍ଏସ୍ ଓ ଭାରତୀୟ ପୁଲିସ ସେବା ଆଇପିଏସ୍ ଅଧିକାରୀମାନେ ଏହି ନୂତନ ନିୟମକୁ ଅଧିକ ସ୍ପଷ୍ଟ କରିଛନ୍ତି। ନମ୍ବର 6, ଲୋକଙ୍କ ଜୀବନ ସହ ଖେଳ, କିଏ ବଦଳାଇଲା ଓଭରବ୍ରିଜ୍ ଢାଞ୍ଚା? ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜ୍ 5 ମୁଣ୍ଡଗଡ଼ିଆ ପରେ ଚାଲିଛି କାରଣ ଖୋଜା। ଏହାର ନିର୍ମାଣ ଢାଞ୍ଚାଗୁଡ଼ିକ ତ୍ରୁଟି ମାନିଛନ୍ତି ମୁଖ୍ୟମନ୍ତ୍ରୀ। ବଡ଼ବଡ଼ିଆଙ୍କ ଜମିକୁ ସୁରକ୍ଷା ଦେବାକୁ ଯାଇ କେମିତି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଲୋକଙ୍କ ସୁବିଧା ଲାଗି 2013-14ରେ 44 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ହଳଦିଆପଦର ଓଭରବ୍ରିଜ୍, ଯାହା ଅପସାର ପଟୁ ଦୁଇଟିଯାକ ସିଧା ରାଜପଥରେ ମିଶିବାକୁ ଥିଲା। ନମ୍ବର 7, କେମିତି ହେବ ମହାନଦୀ ଜଳ ବିବାଦର ସମାଧାନ? କେମିତି ହେବ ମହାନଦୀ ଜଳ ବିବାଦର ସମାଧାନ? ଆପୋଷ କଥାବାର୍ତ୍ତା ନା ଟ୍ରିବ୍ୟୁନାଲ ଦ୍ୱାରା ଫେବୃଆରୀ 7ରେ ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ହେବ ଶୁଣାଣି। ଏହା ପୂର୍ବରୁ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମଧ୍ୟସ୍ଥତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶା ସରକାର ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ମହାନଦୀ ସମ୍ପର୍କିତ ଆନ୍ତର୍ଜାତୀୟ କମିଟି ଅଧ୍ୟକ୍ଷ ଆଲୋଚନା କରିଥିଲେ। ନମ୍ବର 8, ଭାରତ ଆମେରିକା ବାଣିଜ୍ୟ ରାଜିନାମା କାମ ଦେଲା ପରୋକ୍ଷ ଚାପ ଆଲୋଚନା। ଭାରତକୁ ଚାପରେ ରଖିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ କଳକୌଶଳ ପ୍ରୟୋଗ କରିଥିଲେ। ପାକିସ୍ତାନ ସହ ଯୁଦ୍ଧ ବନ୍ଦ କରାଇବାକୁ ରୁଷଠାରୁ ତେଲ କିଣିଥିବାରୁ ଖଳନାୟକ ସର୍ଜିଲ ପର୍ଯ୍ୟନ୍ତ ଭାରତକୁ ବିଶ୍ୱ ବଜାରରେ ନିନ୍ଦିତ କରିବାର କୌଣସି ସୁଯୋଗ ନେଇ ହାତଛଡ଼ା କରିନଥିଲେ। କିନ୍ତୁ ତାଙ୍କ ଚାପ ଆଗରେ ଭାରତ ମୁଣ୍ଡ ନୁଆଇନଥିଲା। ଖରାପ ହୋଇଥିବା ସମ୍ପର୍କକୁ ସଜାଡ଼ିବାକୁ ଲାଗି ଭାରତ ଭିନ୍ନ ରଣନୀତି ନେଇ କାମ କରାଇଥିଲା। ନମ୍ବର 9, ମୟୂରଭଞ୍ଜର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବିଭିନ୍ନ କାର୍ଯ୍ୟକ୍ରମ ସାରି ରାଇରଙ୍ଗପୁରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଯାପନ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଦର୍ଶନ କରି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଯାଇ ସେଠାରେ ରାତ୍ରି ଯାପନ କରିବେ। କାଲି ଶିମିଳିପାଳ ଏକ ଟ୍ରାଇବାଲ କମିଶନର ଉଦ୍ଘାଟନ କରି ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି। ନମ୍ବର 10, ସାଂସଦ ପାହାଚରୁ ଖସି ପଡ଼ିଲେ ସାଂସଦ ଶଶୀ ଥରୁର। ସଂସଦ ଭବନ ପରିସରରେ ଘଟିଥିବା ଏକ ଘଟଣା ଏବେ ଚହଳ ସୃଷ୍ଟି କରିଛି। କଂଗ୍ରେସ ସାଂସଦ ଶଶୀ ଥରୁର ସଂସଦ ପରିସରରେ ଥିବା ସିଡ଼ିରେ ଫୋନରେ କଥା ହେଉଥିବା ସମୟରେ ଝୁଣ୍ଟି ପଡ଼ିଥିଲେ। ଏହି ସମୟରେ ପାଖାପାଖି ଥିବା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ତାଙ୍କୁ ପଡ଼ିଯାଇଥିବାରୁ ଅଟକାଇ ଦେଇଥିଲେ। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନମ୍ବର 11, ଆରବ ସାଗରରେ ଇରାନ ଆମେରିକା ମୁହାଁମୁହିଁ। ଆରବ ସାଗରରେ ଇରାନ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ମଙ୍ଗଳବାର ଅନ୍ତର୍ଜାତୀୟ ଜଳସୀମାରେ ଆମେରିକା ନୌସେନା ଇରାନର ସଶସ୍ତ୍ର ବାହିନୀ ଏକ ଡ୍ରୋନ୍କୁ ମାରି ଖସାଇ ଦେଇଥିବା ଜଣାପଡ଼ିଛି। ଫାର୍ସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ଡ୍ରୋନ୍ ଇରାନ ସଂଲଗ୍ନ ଅଞ୍ଚଳରେ ସାମରିକ ଗତିବିଧିକୁ ସଫଳତାପୂର୍ବକ ତଦାରଖ କରିଥିଲା ଏବଂ ଠିକ୍ ସମୟରେ ତଥ୍ୟ ପଠାଇଥିଲା। ନମ୍ବର 12, ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ ପୁନର୍ଗଠନ ପଦୋନ୍ନତି ମିଳିବାରେ ବିଳମ୍ବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଫଳ ରୂପାୟନ ନିମନ୍ତେ ଗତ
କିଛି ବର୍ଷ ହେଲା ସମସ୍ତ ବିଭାଗଗୁଡ଼ିକୁ ସୁଦୃଢ଼ କରିବାର ଉଦ୍ଦେଶ୍ୟ ବିଭାଗଗୁଡ଼ିକରେ ପୁନର୍ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ ସୁରକ୍ଷା ଓ ଭିନ୍ନ ସଶକ୍ତିକରଣ ବିଭାଗର ପୁନର୍ଗଠନ 2 ବର୍ଷ ତଳେ ବିଭାଗୀୟ ନିର୍ଦ୍ଧାରଣ ସଂଖ୍ୟା 10,138 ଓ ତା 6/12 ଓ 2023 କମ କରାଯାଇଥିଲା, ଯେଉଁଥିରେ ରାଜ୍ୟରେ 53ଟି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, 27ଟି ଉପଖଣ୍ଡ ସ୍ତରୀୟ ପଦବୀ ଥିଲେ, 16ଟି ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା, 2ଟି ଡେପୁଟି ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପଦବୀ ଗଠନ କରାଯାଇଥିଲା। ନମ୍ବର 13, ଫେବୃଆରୀ 9ରୁ ବେଙ୍ଗାଲୁରୁରେ ମେଟ୍ରୋ ଭଡ଼ା 5% ବୃଦ୍ଧି। ବେଙ୍ଗାଲୁରୁରେ ମେଟ୍ରୋ ଯାତ୍ରୀମାନଙ୍କ ପାଇଁ ଫେବୃଆରୀ 9ରୁ ଦୈନିକ ଯାତ୍ରା ପାଇଁ ଅଧିକ ଦେୟ ଦେବାକୁ ପଡ଼ିବ, କାରଣ 10ଟି ଜୋନ୍ରେ ଭଡ଼ା 5% ବୃଦ୍ଧି ପାଇଛି। ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ ଅନୁଯାୟୀ ସଂଶୋଧିତ ସହିତ ସର୍ବନିମ୍ନ ଟିକେଟ ମୂଲ୍ୟ 1 ଟଙ୍କାରୁ 11 ଟଙ୍କାକୁ ବୃଦ୍ଧି ପାଇବ ବୋଲି ସର୍ବାଧିକ ଭଡ଼ା 90ରୁ 95 ବୃଦ୍ଧି ପାଇବ। BMRCL ବିବୃତ୍ତି ଅନୁଯାୟୀ ଭଡ଼ା ସଂଶୋଧନ ଭଡ଼ା ସ୍ଥିରୀକରଣ କମିଟି FFC ରିପୋର୍ଟ ସହିତ ସମ୍ବନ୍ଧିତ ଯାତ୍ରା ମେଟ୍ରୋ ଅପରେଟରଙ୍କ ପାଇଁ ବାଧ୍ୟତାମୂଳକ ବାର୍ଷିକ 5% ବୃଦ୍ଧି ପାଇଁ ଅନୁମତି ଦିଏ। ନମ୍ବର 14, ଉପମୁଖ୍ୟମନ୍ତ୍ରୀ ଦ୍ୱାରା ପର୍ଯ୍ୟଟନ କାନଭାସ ଲୋକ ସମର୍ପିତ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ କାନଭାସକୁ ଲୋକାର୍ପିତ କରିଛନ୍ତି। ଶାନ୍ତିସ୍ତୂପ ଧଉଳିଠାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାନଭାସ ମାଧ୍ୟମରେ ନିଜକୁ ସ୍ୱଚ୍ଛନ୍ଦରେ ପର୍ଯ୍ୟଟକମାନେ ଭ୍ରମଣ କରିବାକୁ ମଜା ନେଇପାରିବେ। ନିଜେ କିମ୍ବା ନିଜ ପରିବାର ଓ ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଖାଦ୍ୟପେୟ, ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିବାକୁ ସୁଯୋଗ ଦେଇପାରିବେ। ନମ୍ବର 15, ସରକାର ସୁବିଧା ପାଇବେ ଭାଗ ଚାଷୀ, ଓଡ଼ିଶାରେ ଆସିପାରିବ ଆଇନ। ଓଡ଼ିଶାରେ ଆସିପାରେ ଚାଷୀମାନଙ୍କ ପାଇଁ କି ଆଇନ? ରାଜସ୍ୱ ବିଭାଗର ଉପନିବନ୍ଧକ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ। ଭାଗ ଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବାକୁ ଏହି କାର୍ଯ୍ୟକ୍ରମ ରାଜସ୍ୱ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏନେଇ ରାଜସ୍ୱ ବିଭାଗ ବିଚାର କରାଯିବ ବୋଲି କହିଛନ୍ତି। ନମ୍ବର 16, ବଦଳିଯିବ 7 ଜିଲ୍ଲାର 24ଟି ସ୍ଥାନର ଇଂରାଜୀ ନାମ। ବଦଳିଯିବ ଇଂରାଜୀ ନାମ। ଓଡ଼ିଶାରେ ଆଉ କୌଣସି ସ୍ଥାନର ନାମ ଇଂରାଜୀ ବର୍ଣ୍ଣମାଳାରେ ଲେଖାଯିବ। ରାଜ୍ୟରେ 7 ଜିଲ୍ଲାର ଇଂରାଜୀ ନାମ ଏବଂ 11 ଜିଲ୍ଲାର 24ଟି ସ୍ଥାନର ଇଂରାଜୀ ନାମକୁ ନେଇ ସଂଶୋଧନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନମ୍ବର 17, ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ। ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ। ଦେଓରଞ୍ଜନଙ୍କୁ ଇସ୍ପାତ ଓ ଖଣି, ଅରବିନ୍ଦ ରାଜସ୍ୱ। ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କୁ ଅତିରିକ୍ତ ଭାବେ ଇସ୍ପାତ ଓ ଖଣି ବିଭାଗର ମୁଖ୍ୟ ଶାସନ ସଚିବ ACS ଭାବେ ନିଯୁକ୍ତି ମିଳିଛି। ଇସ୍ପାତ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ GSP ଭାବେ ନିଯୁକ୍ତି ମିଳିଛି। ନମ୍ବର 18, ଫେବୃଆରୀ 15ରୁ କଟକଣା ଜନଗଣନା ଡିଜିଟାଲ ଫର୍ମାଟରେ ହେବ କାଉଣ୍ଟିଂ। ଫେବୃଆରୀ 15ରୁ କଟକ ଜିଲ୍ଲାର ଆରମ୍ଭ ହେବ ଜନଗଣନା। ଏପ୍ରିଲ ସୁଦ୍ଧା ଘର ଜନଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଘର କାଉଣ୍ଟିଂ ଶେଷ ହେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଜନଗଣନା କାର୍ଯ୍ୟକୁ ଡିଜିଟାଲ ପ୍ରକ୍ରିୟା କରାଯିବ। ଏନେଇ ଜିଲ୍ଲାପାଳ ଦତ୍ତାଦେୟ ଭାତ ସହ ସନ୍ଦେହ କରାଯାଇଛି। ନମ୍ବର 19, ବଦଳିବ ଭାଗଚାଷୀଙ୍କ ଭାଗ୍ୟ। ଓଡ଼ିଶାରେ ଆସିପାରନ୍ତି ଭାଗଚାଷୀ ଆଇନ। ଆସିପାରେ ଭାଗଚାଷୀ ଆଇନ। ଏନେଇ ବିଚାର କରୁଛନ୍ତି ସରକାର। ବିଭାଗ ମଧ୍ୟରେ ଆଲୋଚନା ହେଲାଣି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ସଂକେତ ଦେଲେଣି ଯେ ହେଲେ କେବେ ଆସିବ ଭାଗଚାଷୀଙ୍କ ଆଇନ, ତାହା ବଡ଼ ପ୍ରଶ୍ନ। ବର୍ଷ ବର୍ଷ ଧରି ଭାଗଚାଷୀଙ୍କ ଆଶା ଦେଖାଉଛନ୍ତି ସରକାର। ତାଙ୍କ ପାଇଁ ଆଇନ ଆସିବ ବୋଲି, ଆୟକ ମିଳିବ ବୋଲି ଆଶା କରୁଛନ୍ତି। ହେଲେ କେବଳ କାଗଜ କଲମ ମନ୍ତ୍ରୀଙ୍କ ମୁହଁ ସୀମିତ ରହିଯାଉଛି। ନମ୍ବର 20, ତେଜିଲା ପୁରୀରେ ଉଠା ଦୋକାନୀଙ୍କ ଆନ୍ଦୋଳନ। ପୁରୀରେ ଉଠା ଦୋକାନୀ ତେଜିଲା ଆନ୍ଦୋଳନ। ବାରମ୍ବାର ଗୁହାରି ସତ୍ତ୍ୱେ କୌଣସି ସୁଫଳ ନ ମିଳୁଥିବା ଅଭିଯୋଗ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ପୁଣି ଦୋକାନ ଖୋଲି ପ୍ରତିବାଦ କଲେଣି ଉଠା ଦୋକାନୀ। ଥାଇଥାନ 14 ମାସରେ କ୍ଷତିପୂରଣ ରାଶି ନ ମିଳିବା ପର୍ଯ୍ୟନ୍ତ ଦୋକାନ ଖୋଲି ରହିବେ ବୋଲି ଚେତାବନୀ ଦେଇଛନ୍ତି। 1200ରୁ ଅଧିକ ଦୋକାନୀ। ଅନ୍ୟପକ୍ଷରେ ସରକାର ନିୟମ ଅନୁସାରେ ଶୀର୍ଷସ୍ତର ତଳେ ଦୋକାନ ଓ ବିଦ୍ୟୁତ୍ ବ୍ୟବସ୍ଥା କରାଇବାକୁ କହିଛନ୍ତି ବୋଲି ପୌର ନିର୍ବାଚନ